ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ଖ୍ରୀଷ୍ଟଙ୍କ ଶାନ୍ତି ଆପଣମାନଙ୍କଠାରେ ସର୍ବଦା ରହୁ। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ସାଧ୍ୱୀ କ୍ଲାରା, ଯିଏ ଜଣେ କୁମାରୀ ଓ ସେବାଭଗ୍ନୀ, ତାଙ୍କ ବିଷୟରେ ଶିକ୍ଷା କରିବା। ଆସିସିର ସାଧୁ ଫ୍ରାନ୍ସିସଙ୍କ ପ୍ରଥମ ଶିଷ୍ୟା, ଯିଏ ସାଧ୍ୱୀ କ୍ଲାରା ଏବଂ ଫ୍ରାନ୍ସିସ୍ ଧର୍ମସଂଘର ପ୍ରଥମ ସାଧ୍ୱୀ। 1194 ଖ୍ରୀଷ୍ଟାବ୍ଦରେ ମଧ୍ୟ ଇଟାଲୀର ଆସିସି ସ୍ଥିତ ଫାଭାରୋନେ ନାମକ ଏକ ଉଚ୍ଚ ବଂଶୀୟ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। କ୍ଲାରାର ଅର୍ଥ ସ୍ୱଚ୍ଛ ବା ତେଜମୟ। କ୍ଲାରାଙ୍କ ଜନ୍ମ ହେବାର ପୂର୍ବ ଦିନ ତାଙ୍କ ମାତା ଆସିସିର ମଠରେ ଥିବା କ୍ରୁଶର ସମ୍ମୁଖରେ ଜନ୍ମ ହେବାକୁ ଯାଉଥିବାର ସନ୍ତାନ ପାଇଁ ସେ ପ୍ରାର୍ଥନା କରୁଥିଲେ। ସେହି ସମୟରେ ସେ ଜଣକର ସ୍ୱର ଶ୍ରବଣ କରିବାକୁ ପାଇଲେ ଯେ, ହେ ନାରୀ, ଭୟ କର ନାହିଁ, ସୁରକ୍ଷିତ ସହିତ ସନ୍ତାନକୁ ପ୍ରସବ କରିବ ଏବଂ ଜଗତକୁ ମଶାଲ ହୋଇ ସେ ସ୍ୱଚ୍ଛ ଆଲୋକ ପ୍ରଦାନ କରିବ। ତାଙ୍କ 15 ବର୍ଷ ବେଳକୁ ସାଧୁ ଫ୍ରାନ୍ସିସଙ୍କ ପ୍ରଚାରରେ ସେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଏବଂ ତାହାଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ଚାହୁଁଥିଲେ। କିନ୍ତୁ ତାଙ୍କ ଧର୍ମସଂଘରେ ନାରୀମାନଙ୍କ ପାଇଁ ସେହିଭଳି ସୁବିଧା ନଥିଲା। 3 ବର୍ଷ କାଳ ଫ୍ରାନ୍ସିସ୍ ତାହାଙ୍କୁ ଅନିଶ୍ଚିତତାରେ ରଖିଥିଲେ। 1212 ମସିହା ମାର୍ଚ୍ଚ ମାସ 18 ତାରିଖ ତାଳପତ୍ର ରବିବାର ଦିନ ଫ୍ରାନ୍ସିସଙ୍କ ପାଖକୁ ସେ ଯାଇ ତାଙ୍କ ଧର୍ମସଂଘରେ ଗ୍ରହଣ କରିବା ପାଇଁ ଭିକ୍ଷା କଲେ। ତାଙ୍କର ନିଷ୍ଠା ଓ ଦୃଢ଼ ସଂକଳ୍ପ ଦେଖି ସେ ରାଜି ହେଲେ। ସେ ଓ ତାଙ୍କ ସମ୍ପର୍କୀୟ ଭଗ୍ନୀ ଫିଲିପାଙ୍କ ସହିତ ସେହି ରାତ୍ରରେ ନିଜ ଗୃହ ତ୍ୟାଗି ପର୍ତ୍ତେଙ୍କୁଲା ସ୍ଥିତ ଫ୍ରାନ୍ସିସଙ୍କ ଦ୍ୱାରା ପୁନଃ ନିର୍ମିତ ଦୂତମାନଙ୍କ ସାଧ୍ୱୀ ମାରିଆ ଦେବାଳୟକୁ ଯାଇଥିଲେ। ସେହିଠାରେ ସେ ନିଜର ବହୁମୂଲ୍ୟର ପୋଷାକ ତ୍ୟାଗି ଓ ଅତି ସୁନ୍ଦର କେଶକୁ କର୍ତ୍ତନ କରି ସାଧୁ ଫ୍ରାନ୍ସିସଙ୍କ ଠାରୁ ଫ୍ରାନ୍ସିସ୍କୀୟ ସନ୍ନ୍ୟାସିନୀର ପୋଷାକ ଗ୍ରହଣ କରିଥିଲେ ଏବଂ ସମ୍ପୂର୍ଣ୍ଣ ଦାରିଦ୍ର୍ୟତାର ପ୍ରତିଜ୍ଞା ବା ବ୍ରତ ଗ୍ରହଣ କଲେ ଓ ଗରିବ ତଥା ନମ୍ର ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ପାଇଁ ନିଜକୁ ଉତ୍ସର୍ଗ କଲେ। 30 ବର୍ଷିଆ ଫ୍ରାନ୍ସିସ୍କଙ୍କଠାରେ କୌଣସି ଟଙ୍କା, ସମ୍ପଦ ଓ ମଣ୍ଡଳୀର ନିୟମାନୁଯାୟୀ କୌଣସି ଅଧିକାର ନଥିବା ସତ୍ତ୍ୱେ ମଧ୍ୟ କ୍ଲାରାଙ୍କ ପାଇଁ ଆଧ୍ୟାତ୍ମିକ ଓ ଭୌତିକର ଦାୟିତ୍ୱ ଗ୍ରହଣ କଲେ। ପଡ଼ୋଶୀରେ ଥିବା ବେନେଦିକ୍ତଙ୍କ ଅନୁଷ୍ଠାନରେ କିଛି କାଳ ଅସ୍ଥାୟୀ ଭାବରେ କ୍ଲାରା ଆଶ୍ରୟ ନେଇଥିଲେ। କ୍ଲାରାଙ୍କ ପିତା ଓ ସମ୍ପର୍କୀୟ ଲୋକମାନେ ପ୍ରଚଣ୍ଡ ରାଗରେ ବିରୋଧ କଲେ, କିନ୍ତୁ ସେ ତାହାର ମନ ପରିବର୍ତ୍ତନ କଲା ନାହିଁ। ବରଂ ଯଥାଶୀଘ୍ର ତାଙ୍କ ସାନ ଭଗ୍ନୀ ଆଗ୍ନେସ୍ ତାହାର ଅନୁସରଣ କଲା ଏବଂ ପରବର୍ତ୍ତୀ ସମୟରେ ସେ ମଧ୍ୟ ଜଣେ ସାଧ୍ୱୀ ହେଲା। ନିଜର ଆତ୍ମବଡ଼ିମା ଓ ଜାଗତିକ ସମ୍ପଦ ପ୍ରତି ଲାଳସା ଉପରେ କ୍ଲାରା ସମ୍ପୂର୍ଣ୍ଣ ବିଜୟ ଲାଭ କରିଥିଲା। କଠୋର ଦାରିଦ୍ର୍ୟତାର ଜୀବନ ଓ ନିଜର ବୋଲି କିଛି ନଥିବାର ଅଗ୍ରାଧିକାର ପୁଣ୍ୟ ପିତାଙ୍କଠାରୁ ସ୍ୱୀକୃତି ଲାଭ କରି ସେ ଓ ଫ୍ରାନ୍ସିସ୍ ମିଳିତରେ ଫ୍ରାନ୍ସିସ୍କୀୟ ବିତ୍ତୀୟ ଧର୍ମସଂଘ ପୁଆର୍ କ୍ଲେର୍ସ ବା ଗରିବ କ୍ଲାରାଙ୍କ ନାମରେ ସ୍ଥାପନ କଲେ। ସେ ଶୀଘ୍ର ବେନେଦିକ୍ତ ଧର୍ମସଂଘର ଅନୁଷ୍ଠାନକୁ ଗଲେ, କିନ୍ତୁ ସେହି ଅନୁଷ୍ଠାନର ନିୟମ ପାଳି ଜୀବନ ନିର୍ବାହ କରିବା କଷ୍ଟକର ଥିଲା। ତତ୍ପରେ ସାନ୍ ଦାମିଆନରେ ଥିବା ଗିର୍ଜାକୁ ଫ୍ରାନ୍ସିସ୍ ଅନୁଷ୍ଠାନରେ ପରିବର୍ତ୍ତନ କଲେ। ସେହି ଅଳ୍ପ ବର୍ଷ ମଧ୍ୟରେ କ୍ଲାରାଙ୍କ ନିଜ ମାତା ଧନ୍ୟା ଓ ଓର୍ତ୍ତୋଲାନା, ଅନ୍ୟ ଏକ ଛୋଟ ଭଉଣୀ ବିଓତ୍ରିସ୍, ତାଙ୍କ ଆଣ୍ଟି ବିଆନ୍କା ଏବଂ ଅନ୍ୟ ନାରୀମାନେ ମଧ୍ୟ ଏହି ଧର୍ମସଂଘରେ ଯୋଗ ଦେଇଥିଲେ। ମଜାଳିଆ କଥା ଏହି ଯେ ତାଙ୍କ ମାତା, ଆଣ୍ଟି ଓ ଭଉଣୀମାନଙ୍କ ସେ ହେଲେ ସୁପିରିୟର ବା ପରିଚାଳିକା ଏବଂ ତାହାଙ୍କର ନିର୍ଦ୍ଦେଶରେ ସେମାନେ ମାନ୍ୟ କରି ଚଳିଲେ। 1215 ସାଲରେ ସେହି ମଠର ଅଧ୍ୟକ୍ଷା ଭାବେ ତାହାଙ୍କୁ ଫ୍ରାନ୍ସିସ୍ ନିଯୁକ୍ତି ଦେଲେ। 39 ବର୍ଷ କାଳ କ୍ଲାରା ସେହି ଅନୁଷ୍ଠାନ ଭିତରେ ବାସ କଲେ। ଏହି ବର୍ଷ ମଧ୍ୟରେ କେବେ ମଧ୍ୟ ସେ ଆସିସିର ପାଚେରୀ ପାର ହୋଇନଥିଲେ। ସେହିଠାରେ କଠୋର ସଂଯମତାରେ ବାସ କଲେ। ପ୍ରାର୍ଥନା, ତପକର୍ମ ଓ ଗଭୀର ଅନୁଧ୍ୟାନରେ ତାଙ୍କ ସମୟକୁ ବିତାଇଥିଲେ। ପରମେଶ୍ୱର ତାଙ୍କ ପ୍ରାର୍ଥନାର ଉତ୍ତର ରୂପେ ଅନେକ ଆଶ୍ଚର୍ଯ୍ୟ କର୍ମ ସାଧନ କରିଥିଲେ। 1228 ମସିହାରେ ଯେତେବେଳେ ପୁଣ୍ୟପିତା ଗ୍ରେଗୋରୀ ନବମ ତାହାଙ୍କ ସମ୍ପୂର୍ଣ୍ଣ ଦାରିଦ୍ର୍ୟତାର ପ୍ରତିଜ୍ଞାରୁ କ୍ଷମା ଦେବା ପାଇଁ କହିଥିଲେ, ସେ ବିରୋଧ କରି କହିଲେ, ପୁଣ୍ୟପିତା, ମୋର ପାପ ସମସ୍ତ କ୍ଷମା କର, କିନ୍ତୁ ପ୍ରଭୁଙ୍କ ଅନୁସରଣ କରିବାର କ୍ଷମତାରୁ ବଞ୍ଚିତ କର ନାହିଁ। ଖ୍ରୀଷ୍ଟଙ୍କର ପ୍ରେମ ବା ଦାନ, ନମ୍ରତା, ଦାରିଦ୍ର୍ୟତା ଉପରେ ତାଙ୍କର ଗଭୀର ଅନୁଧ୍ୟାନର ଫଳ ଥିଲା। ଦାରିଦ୍ର୍ୟତା ପ୍ରତି ତାଙ୍କର ଅସାଧାରଣ ପ୍ରେମ। 1247 ସାଲରେ କ୍ଲାରା ଧର୍ମସଂଘ ସମ୍ପତ୍ତି ନିଜର କରିପାରିବ ବୋଲି ପୁଣ୍ୟପିତା ଇନୋସେଣ୍ଟ ଚତୁର୍ଥ ମଞ୍ଜୁରୀ କରିଥିଲେ, କିନ୍ତୁ ସାଧ୍ୱୀ କ୍ଲାରା ସମ୍ପୂର୍ଣ୍ଣ ଦାରିଦ୍ର୍ୟତା ସେମାନଙ୍କୁ ପାଳନ କରିବା ଦରକାର ବୋଲି ଏକ ନିୟମ ତିଆରି କଲେ। 1253 ସାଲରେ ତାହାଙ୍କର ମୃତ୍ୟୁର 2 ଦିନ ପୂର୍ବେ
ପୁଣି ପିତା ଏହାକୁ ମଞ୍ଜୁରି ଦେଲେ। ସେ ସଠିକ୍ ପଥ ବାଛିଥିଲେ ବୋଲି କ୍ଲାରା ନିଜେ ଦୃଢ଼ ଭାବେ ହୃଦବୋଧ କରିଥିଲେ ଏବଂ ସେ ଦୃଢ଼ ବିଶ୍ୱାସ କଲେ ଯେ ଅନନ୍ତ ଆଶୀର୍ବାଦ ଧାମକୁ ସେ ଯାଉଥିଲେ। ତାଙ୍କର ମୃତ୍ୟୁ ଶଯ୍ୟାରୁ ସେ ନିଜ ସେବା ଭଗ୍ନୀମାନଙ୍କୁ ଆଶୀର୍ବାଦ ଦେଇ କହିଲେ, ମୁଁ କ୍ଲାରା, ଖ୍ରୀଷ୍ଟଙ୍କ ସେବିକା, ଆମ ପବିତ୍ର ପିତା ଫ୍ରାନ୍ସିସଙ୍କ ଅନଭିଜ୍ଞ ନାରୀ, ତୁମର ଓ ଅନ୍ୟ ଗରିବ ସେବା ଭଗ୍ନୀମାନଙ୍କର ଅଯୋଗ୍ୟ ଭଗ୍ନୀ ଓ ମାତା। ମୋର ଜୀବନ କାଳରେ ଓ ମରଣ ପରେ ମୁଁ ଯେତେ ପାରେ ସେତେ ଓ ମୁଁ ପାରିବା ଠାରୁ ଅଧିକ ତୁମକୁ ଆଶୀର୍ବାଦ କରେ। ତତ୍ପରେ ସେ ନିଜ ଆତ୍ମାକୁ ଉତ୍ସାହିତ କରି କହିଲେ, ଶାନ୍ତିରେ ପ୍ରସ୍ଥାନ କର, କାରଣ ତୁମେ ଏକ ଉତ୍ତମ ପଥ ଅନୁସରଣ କରିଛ। ଦୃଢ଼ ବିଶ୍ୱାସରେ ଗମନ କର, କାରଣ ତୁମର ସୃଷ୍ଟିକର୍ତ୍ତା ତୁମକୁ ପବିତ୍ର କରିଅଛନ୍ତି ଓ ନିରନ୍ତର ତୁମକୁ ସୁରକ୍ଷା ଦେଇଅଛନ୍ତି। ଏକ ଶିଶୁ ସନ୍ତାନଙ୍କ ପ୍ରତି ମାତାଙ୍କ ସମସ୍ତ କୋମଳତାରେ ତୁମକୁ ପ୍ରେମ କରିଛନ୍ତି। ହେ ପରମେଶ୍ୱର, ମୋତେ ସୃଷ୍ଟି କରିଥିବାରୁ ତୁମେ ଧନ୍ୟ ହୁଅ। ପ୍ରାୟ 29 ବର୍ଷ କାଳ କ୍ଲାରା ଶାରୀରିକ ଓ ମାନସିକ ଭାବରେ ଅନେକ ରୋଗରେ ପୀଡ଼ିତା ଥିଲେ। 1253 ସାଲରେ 17 ଦିନ କାଳ ତାଙ୍କର କଷ୍ଟ ଯନ୍ତ୍ରଣା ଲାଗି ରହିଥିଲା। ତତ୍ପରେ 1253 ସାଲ ଅଗଷ୍ଟ ମାସ 11 ତାରିଖ ଦିନ 59 ବର୍ଷ ବୟସରେ ସାଧୁ ଜୋହନଙ୍କ ସୁସମାଚାର ଗ୍ରନ୍ଥରୁ ଖ୍ରୀଷ୍ଟଙ୍କ ଯନ୍ତ୍ରଣାର ବିବରଣୀ ଶ୍ରବଣ କରିବା ସମୟରେ ହିଁ ତାଙ୍କର ସମସ୍ତ ଯନ୍ତ୍ରଣା ତ୍ୟାଗ କରି ଅନନ୍ତର ଆନନ୍ଦରେ ପ୍ରବେଶ କଲେ। ତହିଁଆର ଦିନ ପୁଣି ପିତା ଆଲେକ୍ଜାଣ୍ଡାର ଚତୁର୍ଥ ତାଙ୍କ ସମ୍ମାନରେ କୁମାରୀମାନଙ୍କର ଦିବ୍ୟଯଜ୍ଞ ଉତ୍ସର୍ଗ କଲେ ଏବଂ ଏହାର 2 ବର୍ଷ ପରେ 1255 ସାଲ ଅଗଷ୍ଟ ମାସ 15 ତାରିଖରେ ତାହାଙ୍କୁ ସାଧ୍ୱୀ ଘୋଷଣା କଲେ। ଆସିସି ସ୍ଥିତ ସାନ୍ତା କିଆରା ଦେବାଳୟଠାରେ ଆଜି ପର୍ଯ୍ୟନ୍ତ ତାହାଙ୍କର ମର ଶରୀର ସୁରକ୍ଷାର ସହିତ ଅଛି, ଯାହା ଅକ୍ଷତ ଓ ସମସ୍ତଙ୍କୁ ଦେଖାଯାଏ। ଆସିସିର ଅନ୍ୟ ପାର୍ଶ୍ୱରେ ଥିବା ସାଧୁ ଫ୍ରାନ୍ସିସଙ୍କ ମହାଦେବାଳୟରେ ଅନୁଷ୍ଠିତ ଖ୍ରୀଷ୍ଟମାସ ଦିବ୍ୟଯଜ୍ଞକୁ ତାଙ୍କର ରୋଗ ଶଯ୍ୟାରେ ଥାଇ ଆଶ୍ଚର୍ଯ୍ୟ ଭାବେ ଦେଖିପାରିଥିବା ଅଦ୍ଭୁତ ରହସ୍ୟର ଘଟଣାକୁ ଆଧାର କରି 1958 ଖ୍ରୀଷ୍ଟାବ୍ଦରେ ପୁଣି ପିତା ପିୟୁଷ ଦ୍ୱାଦଶ ଦୂରଦର୍ଶନର ଇଷ୍ଟ ସାଧ୍ୱୀ ଭାବରେ ଘୋଷଣା କଲେ। ମନଚିନ୍ତନ। ସାଧ୍ୱୀ କ୍ଲାରା କହନ୍ତି, ଆପଣ ଯେମିତି ମୋତେ ଇଚ୍ଛା କରନ୍ତି ସେହିପରି ବ୍ୟବହାର କରନ୍ତୁ। ମୋର ଇଚ୍ଛାକୁ ଈଶ୍ୱରଙ୍କୁ ଅର୍ପଣ କରିବା ଦ୍ୱାରା ମୁଁ ଆପଣଙ୍କର ହୋଇଛି। ଏହା ଆଉ ମୋର ନିଜର ନୁହେଁ। ନିଜର ପ୍ରାଚୁର୍ଯ୍ୟତାକୁ ଯୀଶୁଙ୍କ ନାମରେ ଅଗ୍ରାହ୍ୟ କରିବା ଓ ଅନିଶ୍ଚିତତାର ଜୀବନକୁ ଆପଣାର କରିବା କ'ଣ ମୂର୍ଖାମିର ପରିଚୟ ନୁହେଁ କି? କାରଣ ଆଜିର ସମୟରେ ଯଦି ଦେଖିବା 100ରୁ 99 ଲୋକ ଟଙ୍କା ପଇସା, ଧନ ସମ୍ପତ୍ତି, ମାନ ସମ୍ମାନ, ପଦପଦବୀ ଇତ୍ୟାଦିର ପଛରେ ଆମେ ପଡ଼ିଛୁ। ଯାହାର କିଛି ଅଛି ତାହାକୁ ବହୁ ଗୁଣରେ ପରିବୃଦ୍ଧି କରିବାରେ ଲାଗିଛୁ। ଯାହାର ଏକ ମହଲା ଘର ଅଛି ସେ ପୁଣି ଅନ୍ୟ ଏକ ମହଲା ପାଇଁ ସଞ୍ଚୟ କରିବାରେ ଲାଗିଛି। ଯାହାର 2 ଚକିଆ ବାହନ ଅଛି ସେ 4 ଚକିଆ ଯାନ ପାଇଁ ଚିନ୍ତା କରୁଛି। ଆଉ ଏଇଭଳି ଅନେକ ବିଷୟ ପାଇଁ ଆମେ ବ୍ୟସ୍ତ। ଏହି ଜାଗତିକ ସୁଖ ପାଇଁ ଆମେ କେତେ ଯେ ପରିଶ୍ରମ କରିବାରେ ଲାଗି ପଡ଼ିଛୁ। କିନ୍ତୁ ଏହି ସାଧ୍ୱୀର ଜୀବନକୁ ଯଦି ଦେଖିବା, ସେ ଯୀଶୁଙ୍କ ପାଇଁ ସମସ୍ତ ତ୍ୟାଗ କରି ତାଙ୍କର ଅନୁସରଣ କରିଥିଲେ। ଆମେ ଯେଉଁ ବିଷୟ ପାଇଁ ଆଜି ପାଗଳ, ସେ ପୁଣି ସେହି ବିଷୟକୁ ତ୍ୟାଗ କରି ଯୀଶୁଙ୍କ ପାଇଁ ପାଗଳ ଭଳି ଦରିଦ୍ରତାର ଜୀବନ ଆପଣାର କରିଥିଲେ। କାରଣ ସେହି ସମସ୍ତ ବିଷୟଠାରୁ ସେ ଯୀଶୁଙ୍କୁ ଅଧିକ ଭଲ ପାଇଥିଲେ। ବୋଧହୁଏ ତାହାଙ୍କ ସେହି ଜୀବନ ଦ୍ୱାରା ଆମ୍ଭମାନଙ୍କୁ ସୁସମାଚାରର ଏକ ବିଷୟ କହିବାକୁ ସେ ଚାହାନ୍ତି। ଲେଖା ଅଛି, ଯେଉଁଠାରେ କୀଟ ଓ କଳଙ୍କି କ୍ଷୟ କରେ ଓ ଚୋରମାନେ ବଳପୂର୍ବକ ପଶି ଚୋରି କରି ନିଅନ୍ତି, ସେହି ପୃଥିବୀର ଧନ ସଞ୍ଚୟ କର ନାହିଁ, କିନ୍ତୁ ନିଜ ପାଇଁ ସ୍ୱର୍ଗରେ ଧନ ସଞ୍ଚୟ କର, ଯେଉଁଠାରେ କୀଟ ଓ କଳଙ୍କି ନଷ୍ଟ କରେ ନାହିଁ ଏବଂ ଚୋରମାନେ ସିନ୍ଧି ଖୋଳି ଚୋରି କରି ପାରନ୍ତି ନାହିଁ। ମାଥ୍ୟୁ 6:19-20। ସୁତରାଂ ନିଜ ଅର୍ଜନ ସମ୍ପତ୍ତିକୁ କିଏ ଭୋଗିବ? ମୁଁ ନା ଆଉ କିଏ? ଯଦି ମୁଁ ଶରୀର ପାଇଁ ଭୋଗ କରି ନିଜ ଆତ୍ମାକୁ ନଷ୍ଟ କରେ, ତେବେ ମୋ ଠାରୁ ଆଉ ବୋକାମି କିଏ ଅଛି? ଜଣେ ମୃତ୍ୟୁ ଶଯ୍ୟାରେ ଶୋଇ ପଚାରେ, କୋଠା ଉପରେ କୋଠା କଲି, ଗାଡ଼ି ପରେ ଗାଡ଼ି କିଣିଲି, କିନ୍ତୁ ମୋ ଶବ ସେହି କୋଠାର କେଉଁ କୋଣେ ମଧ୍ୟ ସ୍ଥାନ ପାଇପାରିଲା ନାହିଁ କି ସେହି ଗାଡ଼ିରେ ଅତ୍ୟନ୍ତ ସମାଧି ପର୍ଯ୍ୟନ୍ତ ବୋହି ହୋଇ ଯାଇପାରିଲା ନାହିଁ। ଅତଏବ ଏହାର କି ଉପଯୋଗ ହୋଇପାରିଲା? ନିଜକୁ ପଚାରି ବୁଝିବା। ଧନ୍ୟବାଦ।